ଗଲା କହିଲେ ପ୍ରଭୁ ଇଏ ମରିବ ନାହିଁ, ଏ ଭିତରେ ଥିବା ଦର୍ଶନକୁ ତୁମେ ଯେଉଁ ଦର୍ଶନ ଦେଇଛ ସେ ଦର୍ଶନକୁ ପୁନର୍ବାର ଜୀବିତ କରିବି। ତେଣୁ ସେ ପ୍ରାର୍ଥନାରେ କଲେ ମିନିଷ୍ଟ୍ରି, ପ୍ରାର୍ଥନାରେ କ୍ରୁଶରେ, ପ୍ରାର୍ଥନାରେ ମୃତ୍ୟୁରୁ କବରରୁ ଉଠିଲେ, ପ୍ରାର୍ଥନାରେ ଶିଷ୍ୟମାନଙ୍କୁ କହିଲେ ପ୍ରାର୍ଥନାରେ ଅପେକ୍ଷାରେ ଥାଅ, ଆଉ ତାଙ୍କର ଆତ୍ମାକୁ ଢାଳିଲେ ସେଇ ଆତ୍ମା ସ୍ୱର୍ଗର ଦର୍ଶନ ଅଟେ। ହାଲେଲୁୟା ହାଲେଲୁୟା। ଜାହାଜରେ ପକେଇଦେଲେ ମଧ୍ୟ ମତେ ସମୁଦ୍ର ପକେଇଦେଲେ ମଧ୍ୟ ପ୍ରାର୍ଥନା କରିବି ନାହିଁ ବୋଲଛି। ଆମେନ୍। ପକେଇଦେଲେ କିନ୍ତୁ ଗଡ୍ସ ହାର୍ଟ ତା ପାଇଁ ପ୍ଲାନ୍ ବନେଇଛନ୍ତି। ଆମେନ୍। ସେ ମାଛ ଆସୁଛି ହେଲେ ତାଠାରୁ ବେଶୀ ଆଜ୍ଞାକାରିତା ସମୁଦ୍ରର ମାଛ ଥିଲା। ଆମେନ୍। ଜୁନସ ଠାରୁ ବେଶୀ ଆଜ୍ଞାକାରିତା କିଏ ଥିଲା? ମାଛ ଥିଲା। ମାଛକୁ କହୁଛି ଆ କରିବୁ, ଜାହାଜ ଯୁଆଡେ ଯିବ ତାର ପଛପଛାକା ଯିବ ବୋଲଛି। କିଏ ଅଛି? ପ୍ରାର୍ଥନାରୁ ପଳାୟନକାରୀ ଅବାଧ୍ୟ ଆତ୍ମା ଗୋଟେ ଅଛି, ମାତ୍ର ମୁଁ ତା ପଛରେ ଆପଣାର ସଂକଳ୍ପକୁ ରଖିଛି। ଆମେନ୍। ଦର୍ଶନ ଦେଖିବା ବ୍ୟକ୍ତି ଅଛି, ମାତ୍ର ଦର୍ଶନରେ ଚାଲୁ ନାହିଁ। ରବ ପ୍ରୋଫେସି କରିବା ବ୍ୟକ୍ତି ଅଛି, ମାତ୍ର ପ୍ରୋଫେସି ଉଲ୍ଟା ସିଧା କରୁଛି। ଆମେ ତାକୁ ମନୋନୀତ କରିଛୁ, ମାତ୍ର କାମ ନିଜର ଫାଇଦା ପାଇଁ କରୁଛି। ଆମେନ୍। ସେମିତି ଲୋକ ଗୋଟେ ଡଙ୍ଗାରେ ଅଛି। ଆମେନ୍। ତମେ ମଧ୍ୟ ଗୋଟେ ଡଙ୍ଗାରେ ଭର୍ତ୍ତି କରିଥିବ, ଆରାମରେ ଚାଲୁଥିବ, କିନ୍ତୁ ଅବାଧ୍ୟ ହେଲେ ମଧ୍ୟ ପ୍ରଭୁଙ୍କର ଯୋଜନା ତୁମ ଯୋଜନା ଠାରୁ ଶ୍ରେଷ୍ଠ ଯୋଜନା ଥାଏ। ହାଲେଲୁୟା ହାଲେଲୁୟା। ଡଙ୍ଗା ଯାଉଛି, ଆ କରିଛି ସମୁଦ୍ରର ପାଣି, ସମୁଦ୍ରର ଲହଡ଼ି ହେଲେ ମଧ୍ୟ ମାଛ ତାର ମୁଖକୁ ବନ୍ଦ କରୁନାହିଁ। ସେ ଆ କରି କରି ଯାଉଛି, ଆ କରି କରି ଯାଉଛି, ଆ କରି କରି ଯାଉଛି। କିଏ ଆଜ୍ଞାକାରିତା, କିଏ କାହାର କଥା ମାନୁଛି? ଜୁନସ ପରମେଶ୍ୱରଙ୍କ ଦ୍ୱାରା ହସ୍ତରେ ନିର୍ମିତ ମନୋନୀତ ବ୍ୟକ୍ତି ଅଟେ, କିନ୍ତୁ ମୁଖର ଶବ୍ଦରେ ତିଆରି ହେଇଥିବା ସମୁଦ୍ରର ମାଛ ତାଠାରୁ ବେଶୀ ଆଜ୍ଞାକାରିତା ଅଟେ। ହାଲେଲୁୟା। ସେ ଆ କରି କରି ଯାଉଛି, ମୁଖ ବନ୍ଦ କରୁନାହିଁ। ଯୁଆଡେ ଯାଉଛି ଜୁନସ ଆ କରୁଛି। ସେତେବେଳେ କହୁଛି ଜୁନସ ତୁ ଅବାଧ୍ୟ ହେଇକି ଯାଉଛୁ, ଟିକେ ଆସେ ପଡେ, ଆସେ ପଡେ, କାରଣ ମୁଁ କେତେ ଶୋଇବି। ସାର ଭିତରେ ଏତେ ଅଗାଧ ପାଣି ଆଇଲେ ମଧ୍ୟ ଆ କରୁଛି। ଯେତେବେଳେ ଜୁନସ ପକେଇଦେଲା ଟପ୍ କରିଦେଲା।